ମୁଁ ମୁଁ ବିନ୍ଦୁସାଗର କହୁଛି। ମୋ ଜନ୍ମ ଏପ୍ରିଲ 17, 2026 ମସିହାରେ। ମୋ ଶରୀର ତ ରିଲ୍ ଆଉ ସେଲୁଲୋଏଡ଼ରେ ଗଢ଼ା, କିନ୍ତୁ ମୋ ଆତ୍ମା ବସବାସ କରେ ସେଇ ପୁରୁଣା ଭୁବନେଶ୍ୱରର ଗଳିକନ୍ଦିରେ। ଅଭିଷେକ ସ୍ୱାଇଁ ଯେତେବେଳେ ମୋତେ ଗଢ଼ୁଥିଲେ, ସେ ମୋ ଭିତରେ ଖାଲି ଗୋଟେ କାହାଣୀ ଭରି ନଥିଲେ, ବରଂ ଭରିଥିଲେ ଏଇ ମାଟିର ବାସ୍ନା। ମୁଁ ଯେତେବେଳେ ପର୍ଦ୍ଦା ଉପରେ ଚାଲିବାକୁ ଆରମ୍ଭ କରେ, ମୁଁ ନିଜେ ବି ଆଶ୍ଚର୍ଯ୍ୟ ହୁଏ ମୁଁ କେତେ ଗଭୀର, ଆଉ ମୋ ଭିତରେ ଶ୍ରୀଜା ଆଉ ସାଗରଙ୍କ ଭଳି ଚରିତ୍ରମାନେ ନିଜ ନିଜର ଦୁନିଆ ନେଇ ବଞ୍ଚନ୍ତି। ଶ୍ରୀଜା ମୋ ପାଖକୁ ଆସିଛି ତାର ହଜିଯାଇଥିବା ସ୍ମୃତିକୁ ଖୋଜିବାକୁ। ସେ ଯେତେବେଳେ ମୋ ପାଣିରେ ନିଜ ପ୍ରତିବିମ୍ବ ଦେଖେ, ମୋତେ ଲାଗେ ସେ ନିଜ ଭିତରର ଶୂନ୍ୟତାକୁ ମାପୁଛି। ଆଉ ସାଗର, ସେ ତ ଯେମିତି ମୋରି ପାହାଚରେ ଖୁସି ଖୋଜୁଥିବା ଏକ ଅଶାନ୍ତ ଢେଉ। ଆମେ ସମସ୍ତେ ମିଶି ଏକ ସଙ୍ଗୀତମୟ ଯାତ୍ରା ତିଆରି କରିଛୁ, ଯେଉଁଠି ପ୍ରତିଟି ସୁର ସମ୍ପର୍କର କଥା କହେ। କାହାଣୀରେ କେବଳ ଭଲ ପାଇବା ନାହିଁ, ବରଂ ଅଛି ଭଙ୍ଗା ମନକୁ ଯୋଡ଼ିବାର ଏକ ପ୍ରୟାସ। ଆଉ ମୋ କୂଳରେ ପଡ଼ିଥିବା ସେହି ଭଗ୍ନ ମୂର୍ତ୍ତିଗୁଡ଼ିକ ପରି ଏଠି କିଛି ଚରିତ୍ର ନିଜ ଭିତରେ ଭାଙ୍ଗି ଯାଇଛନ୍ତି, କିନ୍ତୁ ମୁଁ ସେମାନଙ୍କୁ ଶିଖାଏ ଯେ ସମୟର ସ୍ରୋତରେ ସବୁ ଦୁଃଖ ଦିନ ଧୋଇ ହୋଇଯାଏ, ସବୁ ଭୁଲ ଭୁଲି ହୋଇଯାଏ, ଆଉ ସଂସାରର ଏଇଆ ହିଁ ନିୟମ। ହଁ, ମୋ ଭିତରେ ହସ ବି ଅଛି। ସେଇ ଧର୍ମଶାଳାର ମ୍ୟାନେଜର ଆଉ ତାଙ୍କ ସ୍ତ୍ରୀଙ୍କର ସେଇ ଖଟାମିଠା ସମ୍ପର୍କ ମୋତେ ବହୁତ ହସାଏ। ସେମାନେ ଥିଲେ ଯାଇ ମୋ କାହାଣୀ ପୂର୍ଣ୍ଣ ହୁଏ। ମୁଁ ଗର୍ବିତ ଯେ ଅନୁଭବ ମହାନ୍ତି ମୋତେ ଏମିତି ଭାବେ ଦର୍ଶକଙ୍କ ସାମ୍ନାକୁ ଆଣିଲେ। ମୁଁ ବିନ୍ଦୁସାଗର, ମୁଁ ଗୋଟେ ସିନେମା ନୁହଁ, ମୁଁ ଏକ ଆଇନା, ଯେଉଁଥିରେ ଆପଣ ନିଜର ସମ୍ପର୍କ, ନିଜର ସହର ଆଉ ନିଜର ଆତ୍ମାକୁ ଦେଖିପାରିବେ। ଥରେ ମୋତେ ପର୍ଦ୍ଦାରେ ଦେଖନ୍ତୁ। ମୁଁ ପ୍ରତିଶ୍ରୁତି ଦେଉଛି ଆପଣ ମୋ ଭିତରେ ନିଜକୁ ନିଶ୍ଚୟ ଖୋଜି ପାଇବେ।